ହ୍ୟାଲୋ ଏଭ୍ରିୱାନ୍ ଆପଣମାନେ ପୂର୍ବ ମିନି ବ୍ଲଗ୍ରେ ଦେଖିଥିଲେ କି ଆମେ ତ ଯାଇ ଭାଉଜଙ୍କ ଘରେ ଶୋଇପଡ଼ିଥିଲୁ। ଉଠିଲୁ ଏବେ 4ଟା ରାତିରୁ। ଘରେ ତ କେହି ଶୁଆଇ ଦେଉନାହାନ୍ତି ଆଉ ପୂଜା ଚାଲିଛି ଯେହେତୁ ସମସ୍ତେ ପୁରା ବେଳାବେଳି ଉଠିକି ଗାଧୁଆ ପାଧୁଆ ବି ସାରିଦେଇଥିଲୁ 4ଟା ରାତିରୁ। କିନ୍ତୁ ଆମ ଧନ, ବାଇଆ, ଗୁନୁ, ଦୀକ୍ଷା କେହି ଗାଧୋଇ ନଥିଲେ। ଛୋଟ ଛୁଆ ସେମାନେ କ'ଣ ବା ଗାଧୋଇବେ। ସକାଳେ ସମସ୍ତେ ଗାଧୋଇ ପାଧୋଇ ଚାଲିଲୁ ଛାତ ଉପରକୁ। ପୂଜା ଯେହେତୁ ହେଉଛି ଦଧି ହାଣ୍ଡି ବି ଫଟା ହେବ। ଦଧି ହାଣ୍ଡି କି ଦହି ହାଣ୍ଡି କି ଯାହା ବି ମୋର ଯଦି କିଛି ଭୁଲ ହେଉଛି କହିବାରେ ଆପଣମାନେ ମୋତେ କମେଣ୍ଟରେ ନିହାତି ଜଣାଇବେ। ଆଉ ମୁଁ ଭଏସ୍ ଦେବା ଅପେକ୍ଷା ଆପଣମାନେ ଦେଖିଦିଅନ୍ତୁ ଅରିଜିନାଲ୍ ଭଏସ୍ରେ ଭଲ ଲାଗିବ ତାଠୁ ଅଧିକ। ଠାକୁରଙ୍କ ଭଜନ କୀର୍ତ୍ତନରେ ମନକୁ ବି ଭଲ ଲାଗିବ। ଆତ୍ମା ଶାନ୍ତି ପରେ ଟିକେ ଭଜନ ଶୁଣିଦେଲା ପରେ ମନକୁ ଯେଉଁ ଖୁସି ଲାଗେ ଆଉ ସେ ଗୀତ ଫୀତ ଶୁଣିଲେ ବି କିଛି ଖୁସି ଲାଗେନି। ମୁଁ ତ ଯୁଆଡ଼େ ବି ଯାଏ ଭଜନ ଟିକେ ଲଗାଇଦିଏ ଆଉ ଚାଲି ଚାଲି ଯାଏ। ବାଟ ବି କିଛି ମୋତେ ଜଣାପଡ଼େନି। ଠାକୁରଙ୍କ ଆଳତି ନେଇ ଆମ ଘର ପାଖରେ ଯେଉଁ ଭାଉଜଙ୍କ ଘର ଅଛି, ଜେଜେଙ୍କ ଘର ଅଛି, ସମସ୍ତଙ୍କ ଘର ଟିକେ ଆଳତି ବୁଲିଲା। ତା ଭିତରେ ମୁଁ କହିଲି ବୋଉ ଚାଲ ଟିକେ ତୋର ଫଟୋ ଉଠେଇଦେବି। ବୋଉ ତ କେବେ କେମିତି ଉଠାଏ ନା, ଆଜି ଯେହେତୁ ଟିକେ ପୂଜାଟା ଅଛି ମୁଁ କହିଲି ଚାଲ ଟିକେ ତୋର ଫଟୋ ଉଠେଇଦେବି। ମୁଁ ବୋଲେ ତାର ଏତେ ଫଟୋ ନାହିଁ। କହନ୍ତିନି ପାଖରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କର ଫଟୋ ହିଁ ଏତେ ନଥାଏ। ଆଉ ତାକୁ ଡାକୁଥିଲି କି ଆସ ତୋର ମୋର ବି ଗୋଟେ ଫଟୋ ଉଠେଇଦେବା। ସିଏ କିନ୍ତୁ କାମ ବ୍ୟସ୍ତରେ କହିଲା ନା ନା ମୁଁ ଉଠେଇବିନି। ମୁଁ ଜବରଦସ୍ତି କହିଲି ଆସୁନୁ ଆଜି ତ ଉଠେଇବେ ନା, ଆଉ କେବେ କ'ଣ ଉଠେଇ ପାରିବା ଯେ।